Welcome to Edu with James sir. Today we discuss about OSSC CGL 2026 ର GK GS practice set. So let's start. ତ ଆମର ଏଇଟା ଓଡ଼ିଶା ସ୍ପେସିଫିକ ରହିବ। ତ ଫାର୍ଷ୍ଟ କ୍ୱେଶ୍ଚନ୍ ହେଉଛି ହୁ ବିଲ୍ଡ ଦ ସନ୍ ଟେମ୍ପଲ୍ ଏଟ୍ କୋଣାର୍କ। ସମସ୍ତେ ଜାଣିଥିବେ କିଏ କରିଥିଲେ ଏଇଟା ନା ଅନନ୍ତ ବର୍ମ ଚୋଡ଼ଗଙ୍ଗ ଦେବ, ନରସିଂହ ଦେବ, କପିଲେନ୍ଦ୍ର ଦେବ ନା ପ୍ରତାପ ଦେବ। ଅପସନ୍ ବି ରହିବ ଏଇଟା କ'ଣ? ଅପସନ୍ ବି ନରସିଂହ ଦେବ ରହିବ ଏଇଟା ଠିକ୍ ଆନ୍ସର। ନେକ୍ସଟ ହେଲା ଫେମସ୍ ଜଗନ୍ନାଥ ଟେମ୍ପଲ୍ ଲୋକେଟେଡ୍। ଏଇଟା ସମସ୍ତେ ଜାଣିଥିବ ଆମର ଫେମସ୍ ପୁରୀ ଟେମ୍ପଲ୍। ହୁ ଫାଉଣ୍ଡ ଦ ଗଜପତି ଡାଇନାଷ୍ଟି। ଗଜପତି ଡାଇନାଷ୍ଟି କିଏ କରିଥିଲେ? 3 ନମ୍ବର କ୍ୱେଶ୍ଚନ୍। କପିଲେନ୍ଦ୍ର ଦେବ, ଅନଙ୍ଗ ଭୀମ ଦେବ, ନରସିଂହ ଦେବ 1, ପୁରୁଷୋତ୍ତମ ଦେବ। ଅପସନ୍ 1 କ'ଣ? 3 ନମ୍ବର ହେଉଛି ଏ କପିଲେନ୍ଦ୍ର ଦେବ। ବୁଝିଗଲା। ନେକ୍ସଟ କ୍ୱେଶ୍ଚନ୍ 4 ନମ୍ବର। ତ କଳିଙ୍ଗ ୱାର୍ ୱାଜ୍ ଫାଉଣ୍ଡ ଇନ୍ ହ୍ୱାଟ୍। ବହୁତ ଫେମସ୍ ୱାର୍ କଳିଙ୍ଗ ୱାର୍ ଜାଣିଥିବେ କେବେ ହେଇଥିଲା ନା 4 ନମ୍ବର 261 ବିଫୋର୍ ଖ୍ରୀଷ୍ଟିଆନ ଏରା BC। ନେକ୍ସଟ ହେଲା କ'ଣ? ଉତ୍କଳ ଦିବସ ଏବେ ରିସେଣ୍ଟଲି ସେଲିବ୍ରେଟ୍ ହେଇଛି କେବେ ନା ଉତ୍କଳ ଦିବସ କେବେ ହେଇଥିଲା ନା ଏପ୍ରିଲ 1 ତାରିଖ। 5 ନମ୍ବର କ'ଣ ନା ଏ। ନେକ୍ସଟ ଜୋଗ୍ରାଫିର କ୍ୱେଶ୍ଚନ୍ କେତେଟା ଡିସ୍କସ୍ କରିବା। ଦ ଲଙ୍ଗେଷ୍ଟ ରିଭର ଅଫ୍ ଓଡ଼ିଶା। ଏଇଟା ସମସ୍ତେ ଜାଣିଥିବେ ମହାନଦୀ। ଏଇଟା ସେକେଣ୍ଡ କିଏ? ବ୍ରାହ୍ମଣୀ। ବ୍ରାହ୍ମଣୀ ହେଲା ସେକେଣ୍ଡ, ଇଏ ହେଲା 1। ବୁଝିଗଲା। ନେକ୍ସଟ ଚିଲିକା ଲେକ୍ ଫେମସ୍ ଫର୍। ଚିଲିକା ଲେକ୍ କାହିଁକି ଫେମସ୍? ସମସ୍ତେ ଜାଣିଥିବେ ଚିଲିକା ଲେକ୍ କାହିଁକି ଫେମସ୍। ଏଥିରେ ଗୋଟେ ବାର୍ଡ଼ ସେକ୍ଚୁରୀ ଅଛି ଚିଲିକାରେ, ସେଥିପାଇଁ ସେଭେର ଆନ୍ସର ହେଲା ମାଇଗ୍ରେଟୋରୀ ବାର୍ଡ଼। ସାଇବେରିଆନ୍ ଅଞ୍ଚଳରୁ ଆସିଥାନ୍ତି, ଏଇଟା ସାଇବେରିଆନ୍ ଅଞ୍ଚଳରୁ ଆସିଥାନ୍ତି ବାର୍ଡ଼ ଏଠାକୁ। ବୁଝିଲା। ନେକ୍ସଟ କ୍ୱେଶ୍ଚନ୍ ଦ ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ ଲୋକେଟେଡ୍ ଇନ୍। ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ କୋଉଠି ଅଛି? ଶିମିଳିପାଳ 8 ନମ୍ବର କ୍ୱେଶ୍ଚନ୍। ଶିମିଳିପାଳ କୋଉଠି ଅଛି ନା ସୁନ୍ଦରଗଡ଼, ମୟୂରଭଞ୍ଜ, କୋରାପୁଟ ନା କଳାହାଣ୍ଡି? ମୟୂରଭଞ୍ଜ। ଠିକ୍ ଆନ୍ସର ହେଲା କ'ଣ ନା ମୟୂରଭଞ୍ଜ। ବୁଝା ପଡ଼ିଲା। ନେକ୍ସଟ ହୁଇଚ୍ ଇଜ୍ ଦ ହାଇଏଷ୍ଟ ପିକ୍ ଅଫ୍ ଓଡ଼ିଶା। ଓଡ଼ିଶାର ହାଇଏଷ୍ଟ ପିକ୍ କୋଉଠି ଅଛି? ହାଇଏଷ୍ଟ ପିକ୍ କୋଉଠି ଅଛି ଆର କ'ଣ? ମହେନ୍ଦ୍ରଗିରି ନା ଦେଓମାଳି ନା ମେଘାସିନି ନା ମଳୟଗିରି? ଆଜି କୋଉଠି ଅଛି କମେଣ୍ଟ କହିବ ଏଇଟା କୋଉଠି ଅଛି ନା ଏର ଆନ୍ସର କ'ଣ? 9ର ବି ଦେଓମାଳି। ଦେଓମାଳି ଜାଣିଥିବେ ଆମର ଏଇଟା ଗୋଟେ ଟୁରିଷ୍ଟ ପ୍ଲେସ୍ ବି। ଏଇଠି ଲୋକେ ବୁଲିବାକୁ ଯାଆନ୍ତି ୱିଣ୍ଟର ସିଜନରେ। ତା ନାଁକୁ କମେଣ୍ଟ କରିବେ, କମେଣ୍ଟ କର ତା ନାଁଟା କମେଣ୍ଟ ଡାଉନ୍ କରିବ। ନେକ୍ସଟ ହୀରାକୁଦ ଡ୍ୟାମ୍ ୱାଜ୍ ବିଲ୍ଡ ଅନ୍ ହୁଇଚ୍ ରିଭର। ସମସ୍ତେ ଜାଣିଥିବେ ହୀରାକୁଦ ଡ୍ୟାମ୍ଟା ଅଛି କ'ଣ ନା ମହାନଦୀରେ। କମେଣ୍ଟ କରିବେ ନା ବ୍ରାହ୍ମଣୀ। ବ୍ରାହ୍ମଣୀ ରିଭରର ଅରିଜିନ୍ଟା କେଉଁଠି ଅଛି? ଅରିଜିନ୍ କେଉଁଠି ଅଛି? ଆଉ ମହାନଦୀର ବି ଅରିଜିନ୍ଟା କେଉଁଠି ଅଛି? ଏଇଟା ଅରିଜିନ୍ଟା କହିବେ କମେଣ୍ଟରେ। ନେକ୍ସଟ କ୍ୱେଶ୍ଚନ୍ ପଲିଟିର କେତେ ଡିସ୍କସ୍ କରିବା। ଦ କ୍ୟାପିଟାଲ ଅଫ୍ ଓଡ଼ିଶା ଇଜ୍। ସମସ୍ତେ ଜାଣିଥିବେ ଓଡ଼ିଶାର କ୍ୟାପିଟାଲ କି ଜଣ ଜାଣେ? 11ର କୋଉଠି ନା ଭୁବନେଶ୍ୱର। ଆଗରୁ କେଉଁଟା ଥିଲା? ଆଗରୁ ଥିଲା କଟକ। ଆଗରୁ କ'ଣ ଥିଲା ଏଇଟା? କଟକ। ଏଇଟା ଓଲ୍ଡ ଥିଲା କଟକ, ଏବେ ଭୁବନେଶ୍ୱର। କମେଣ୍ଟ କହିବ କେବେ କଟକରୁ ଭୁବନେଶ୍ୱରକୁ ସିଫ୍ଟ ହେଲା ଆମର କ'ଣ କ୍ୟାପିଟାଲ କେବେ? ଏଇଟା କହିବ ହ୍ୱେନ୍ କେବେ ଆସିଲା ଏଇଟା କମେଣ୍ଟ କହିବ। କି ଜାଣିବ ସେ କମେଣ୍ଟ କରିବ। ନେକ୍ସଟ ହେଲା 12 ନମ୍ବର କ୍ୱେଶ୍ଚନ୍। ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବଲି ବା ଆମର ଯେନ୍ ସଚିବ ବିଧାନସଭାର କେତେଟି ସିଟ୍ ଅଛି? କେତେ ସିଟ୍ ଅଛି ଏଥିରେ? 12 ନମ୍ବର କିଏ କହିପାରିବ? ବି 147। କମେଣ୍ଟ କହିବ ଆମର ଲୋକସଭାରେ ଓଡ଼ିଶାର କେତେ ଜଣ ସିଲେକ୍ଟ ହୋଇଯାନ୍ତି? କମେଣ୍ଟ କରିବ ଲୋକସଭା ପାଇଁ ଓଡ଼ିଶାରୁ କେତେ ଜଣ ଯାଆନ୍ତି? ଓଡ଼ିଶାରୁ କେତେ ଜଣ ଯାଆନ୍ତି ଲୋକସଭାରେ? କମେଣ୍ଟ କରିବ ଏଇଟା। ନେକ୍ସଟ ଦ ଫାର୍ଷ୍ଟ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା। ଓଡ଼ିଶାର ଫାର୍ଷ୍ଟ ଚିଫ୍ ମିନିଷ୍ଟର କିଏ ଥିଲେ? ବହୁତ ଇମ୍ପୋର୍ଟାଣ୍ଟ, ସମସ୍ତେ ଜାଣିବା କଥା। 13 ନମ୍ବର ହରେକୃଷ୍ଣ ମହତାବ। ହରେକୃଷ୍ଣ ମହତାବ ହେଲେ କ'ଣ ଫାର୍ଷ୍ଟ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା। ନେକ୍ସଟ ଓଡ଼ିଶା ୱାଜ୍ ଫର୍ମ ଏଚ୍ ଏ ସେପାରେଟ୍ ପ୍ରୋଭିନ୍ସ। ସେପାରେଟ୍ ପ୍ରୋଭିନ୍ସ କେବେ ହେଇଥିଲା? ଭାଷା ଭିତ୍ତିକରେ ଆମର ବେସିସ୍ ଅଫ୍ ଲାଙ୍ଗୁଏଜ୍ ଆଧାର ହେଇଥିଲା ଆମର ଓଡ଼ିଶା ସେପାରେଟ୍। କେବେ ହେଇଥିଲା ସେଟା କିଏ କହିପାରିବ? କେବେଟା ହେଇଥିଲା? 14 ନମ୍ବର କ'ଣଟା? ଏ 14 କ'ଣ ଏଇଟା। ବୁଝା ପଡ଼ିଲା। ନେକ୍ସଟ ଇକୋନୋମି ରିସୋର୍ସ। ଇକୋନୋମି କେତେ ଡିସ୍କସ୍ କରିବା। ଓଡ଼ିଶା ଇଜ୍ ଦ ଲାର୍ଜେଷ୍ଟ ପ୍ରୋଡ୍ୟୁସର ଅଫ୍ ହୁଇଚ୍ ମିନେରାଲ ଇନ୍ ଇଣ୍ଡିଆ। ଇଣ୍ଡିଆରେ କେଉଁ ମିନେରାଲ ସବୁଠାରୁ ଅଧିକା ପ୍ରଡ୍ୟୁସ୍ କରିଥାଏ? କିଏ? ଆମର ଓଡ଼ିଶା।
কি କହିପାରିବ କ'ଣ ହେବ ଏଠାରୁ କୋଲ୍ ଆଇରନ୍ ଗୋଲ୍ଡ କପର କ'ଣ ହେବ ଆଇରନ୍ କ'ଣ ଆଇରନ୍ ଓର୍। ନେକ୍ସଟ ପାରାଦୀପ ପୋର୍ଟ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଡିଷ୍ଟ୍ରିକ୍ଟ ବହୁତ ଇମ୍ପୋର୍ଟାଣ୍ଟ। ପାରାଦୀପ ପୋର୍ଟଟା କେଉଁ ଡିଷ୍ଟ୍ରିକ୍ଟ ଅଛି? ପାରାଦୀପ ପୋର୍ଟ ରିସେଣ୍ଟଲି ଲିଭ୍ ଥିଲା ବି। ପାରାଦୀପ ପୋର୍ଟ କେଉଁଠି ଅଛି? ପାରାଦୀପ ପୋର୍ଟ ଜଗତସିଂହପୁର। ନେକ୍ସଟ ହେଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ୱାଜ୍ ଏଷ୍ଟାବ୍ଲିଶ ୱିଥ୍ ଦ ହେଲ୍ପ ଅଫ୍ କେଉଁ ଦେଶର ସାହାଯ୍ୟ ଆମ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟଟା ଏଷ୍ଟାବ୍ଲିଶ କରାଯାଇଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ସତରେ କ'ଣ ହେବ? ଏଇଟା ହେବ ଜର୍ମାନୀ। କାହାର ସହିତରେ? ଜର୍ମାନୀ ସହାୟତାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟଟା ଏଷ୍ଟାବ୍ଲିଶ ହେଇଥିଲା। ନେକ୍ସଟ କଥା ଆର୍ଟ ଏଣ୍ଡ କଲଚର କେତେଟା କ୍ୱେଶ୍ଚନ୍। ଓଡ଼ିଶୀ ଡ୍ୟାନ୍ସ ଅରିଜିନେଟ୍ ଫ୍ରମ୍ ଡ୍ୟାକ୍ସ। ଓଡ଼ିଶୀ ଡ୍ୟାନ୍ସ ଆମର କେଉଁଠୁ ଅରିଜିନ୍ ହେଇଛି? ଏଇଟା ଟେମ୍ପଲ ଅଫ୍ ଓଡ଼ିଶା। ଓଡ଼ିଶାର ଟେମ୍ପଲ ସବୁଠାରେ ହେଇଥିଲେ। କମେଣ୍ଟ କହିବ ଯେ ଜଗନ୍ନାଥ ଟେମ୍ପଲରେ କେଉଁ ଡ୍ୟାନ୍ସ କେଉଁ ନୃତ୍ୟ ବା କେଉଁ ଡ୍ୟାନ୍ସ ଫର୍ମ ଜଗନ୍ନାଥରେ କରାଯାଏ? କି ଜାଣିଛ କମେଣ୍ଟ କର। ଏମ୍ରେ ଷ୍ଟାର୍ଟ, ତାର ନାଁଟା ଏମ୍ରେ ଷ୍ଟାର୍ଟ। ସମସ୍ତେ କମେଣ୍ଟ ଲେଖିବ। ରଥଯାତ୍ରା ଫେଷ୍ଟିଭାଲ ଇଜ ଆସୋସିଏଟେଡ୍ ୱିଥ୍। ରଥଯାତ୍ରା ଫେଷ୍ଟିଭାଲ କେଉଁ ଆସୋସିଏଟ୍ ଅଛି? ସମସ୍ତେ ଜାଣିଥିବେ ଜଗନ୍ନାଥ ଟେମ୍ପୁଲ। 19ରେ କ'ଣ ହେବ ନା ସି। ତୁମେ ଜାଣିଛ ଲିଙ୍ଗରାଜ ଟେମ୍ପୁଲରେ ମଧ୍ୟ ରଥଯାତ୍ରା କରାଯାଏ। ତାଙ୍କର ରଥର ନାମ କ'ଣ କିଏ କହିପାରିବ? ଲିଙ୍ଗରାଜ ଟେମ୍ପୁଲଙ୍କର ଏବେ ରିସେଣ୍ଟଲି ହେଇଥିଲା ତାଙ୍କର ରଥଯାତ୍ରା। ସେ ରଥର ନାମ କ'ଣ? କମେଣ୍ଟ କର ନେମ୍। ଆରୁ ଷ୍ଟାର୍ଟ, ଆରୁ ଷ୍ଟାର୍ଟ। ହିଣ୍ଟ ଦିଆଗଲା, କହିବ କମେଣ୍ଟ କହିବ। ନେକ୍ସଟ ହେଲା ପଟ୍ଟଚିତ୍ର ପେଣ୍ଟିଂ ମେନଲି ଫାଉଣ୍ଡ ଇନ୍। ବହୁତ ଫେମସ୍ ନା ପଟ୍ଟଚିତ୍ର। ପଟ୍ଟଚିତ୍ର ପେଣ୍ଟିଂ କେଉଁଠି ଅଛି? 20 ନମ୍ବର ଏ ରଘୁରାଜପୁର। ଏଇଟା କେଉଁ ଡିଷ୍ଟ୍ରିକ୍ଟ ଅଛି କହିବ? ଡିଷ୍ଟ୍ରିକ୍ଟ କମେଣ୍ଟ କରିବ କେଉଁ ଡିଷ୍ଟ୍ରିକ୍ଟ ଅଛି। କମେଣ୍ଟ ଲେଖିବ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ କେତେଟା ମିସେଲେନିୟସ୍ କ୍ୱେଶ୍ଚନ୍ ବର୍ତ୍ତମାନ କରିବା। କେତେଟା ମିସେଲେନିୟସ୍ କ୍ୱେଶ୍ଚନ୍ ବର୍ତ୍ତମାନ କରିଦେବା। ଏହାର ଆନ୍ସର ହେଉଛି ଏଇଟା। ପଟ୍ଟଚିତ୍ରର ପେଣ୍ଟିଂ ହେଲା କ'ଣ ନା ରଘୁରାଜପୁର। ନେକ୍ସଟ ହେଲା କ'ଣ ମିସେଲେନିୟସ୍। କେତେଟା ମିସେଲେନିୟସ୍ କ୍ୱେଶ୍ଚନ୍ କରିବା। ତ ହୁଇଚ୍ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଇଜ ଫେମସ୍? ଅଲିଭ୍ ରିଡଲେ ଟର୍ଟଲ୍। ଅଲିଭ୍ ରିଡଲେ ଟର୍ଟଲ୍ ପାଇଁ କେଉଁ ସେଞ୍ଚୁରୀ ଫେମସ୍? ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ କେଉଁଟା ହେବ? ଏଇଟା ଭିତରକନିକା। କ'ଣ ଭିତରକନିକା। ମନେ ରଖିବ 21ର ବି। ଦ ଫେମସ୍ ଧଉଳି ପିସ୍ ପାଗୋଡ଼ା। ଧଉଳି ପିସ୍ ପାଗୋଡ଼ା ହ୍ୱାଇଟ୍ ପାଗୋଡ଼ା କୁହାଯାଏ। ରିଲେଟେଡ୍ ଟୁ ଡ୍ୟାକ୍ସ। ଧଉଳି ପିସ୍ ପାଗୋଡ଼ା କାହା ସହିତ ରିଲେଟେଡ୍ ଅଛି ବୋଲି କ୍ୱେଶ୍ଚନ୍ କହିଲା। ତ କାହା ସହିତ ରିଲେଟେଡ୍ ଅଛି ଧଉଳି ପିସ୍ ପାଗୋଡ଼ା? ଅଶୋକ, ହର୍ଷ, ଆକବର, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। କାହା ସହିତ ହେବ ଏଇଟା ଧଉଳି ପିସ୍ ପାଗୋଡ଼ା? ଏ ଅଶୋକ ସହିତ। ଯେଉଁଠି ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲା। ଅଶୋକ କ'ଣ ହେଇଥିଲା ନା ଧର୍ମାଶୋକ ହୋଇଥିଲା। ଧର୍ମାଶୋକ ହୋଇଥିଲା ଏଥିରୁ। ବୁଝା ପଡ଼ିଲା। ନେକ୍ସଟ କ୍ୱେଶ୍ଚନ୍। ଦ ଅଫିସିଆଲ ଲାଙ୍ଗୁଏଜ ଅଫ୍ ଓଡ଼ିଶା। ଏଇଟା ସମସ୍ତେ ଜାଣିଥିବେ। ଅଫିସିଆଲ ଲାଙ୍ଗୁଏଜ କିଏ କହିପାରିବ? ବହୁତ ଇମ୍ପୋର୍ଟାଣ୍ଟ। ଲାଙ୍ଗୁଏଜ ଅଫ୍ ଓଡ଼ିଶା ହେଲା ଓଡ଼ିଆ। ଅଫିସିଆଲ ଲାଙ୍ଗୁଏଜ କ'ଣ? ସରକାର ଗଭର୍ଣ୍ଣମେଣ୍ଟ ଏବେ ପୁରା ଅଫିସିଆଲି ସବୁ ଓଡ଼ିଆ। ଆକ୍ଚୁଆଲି ଓଡ଼ିଆ ବର୍ତ୍ତମାନ ତଥାପି ଇଂରାଜୀରେ କରାଯାଉଛି ଅଫିସିଆଲ କାଗଜ, କିନ୍ତୁ ଅଫିସିଆଲ ଲାଙ୍ଗୁଏଜ କ'ଣ ହେଇଛି ନା ଓଡ଼ିଆ। ମନେ ରଖିବ। ହୁଇଚ୍ ସିଟି ଇଜ୍ ନୋନ୍ ଏଜ୍ ଦ ସିଲଭର ସିଟି ଅଫ୍ ଇଣ୍ଡିଆ। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ସିଲଭର ସିଟି କାହାକୁ କୁହାଯାଏ? ସମସ୍ତେ ଜାଣିଛନ୍ତି। 24ର କ'ଣ କଟକ। ସିଲଭର ସିଟି ଅଫ୍ ଓଡ଼ିଶା କ'ଣ କଟକ। କଟକରୁ ଯିଏ ଆସିଛନ୍ତି ଟିକେ କମେଣ୍ଟ କରିବ। ଦ କ୍ଲାସିକାଲ ମ୍ୟୁଜିକ୍ ଫର୍ମ ଓଡ଼ିଶା କ'ଣ? ଓଡ଼ିଶାର କ୍ଲାସିକାଲ ମ୍ୟୁଜିକ୍ କ'ଣ ନା ହିନ୍ଦୁସ୍ତାନୀ, କର୍ଣ୍ଣାଟିକ, ଓଡ଼ିଶୀ ମ୍ୟୁଜିକ୍ ନା ଫକ୍ ମ୍ୟୁଜିକ୍। କ'ଣ ଏଇଟା ହେଲା ଓଡ଼ିଶୀ ମ୍ୟୁଜିକ୍। ଆଇ ହୋପ୍ ଏଇ 25ଟି କ୍ୱେଶ୍ଚନ୍ ଭଲ ଲାଗିଥିବ ସମସ୍ତଙ୍କୁ। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଟିକେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ଆଉ ଟିକେ ଲାଇକ୍ କରିଦେବ। ଏମିତି ଟିକେ ଲାଇକ୍ କରିଦେବ, ଏମିତି ଟିକେ ଲାଇକ୍ କରିଦେବ। ରହିଲି, ଥ୍ୟାଙ୍କ ୟୁ ଫର୍ ୱାଚିଂ। ସବସ୍କ୍ରାଇବ୍ କରିବ ଚ୍ୟାନେଲଟାକୁ ଏଇଭଳି ଭିଡ଼ିଓ ଦେଖିବାକୁ। ରହିଲି, ନମସ୍କାର।